ଖମ୍ବେଶ୍ୱରୀ ପାଲିରେ ବିହାରୀ ରାଜ ଅପମିଶ୍ରିତ ଡିଜେଲ କାରଖାନା ପରେ ଧରା ପଡ଼ିଲା ଗ୍ୟାସ୍ ଅନିୟମିତତା। ସୋନପୁର ଥାନା ଖମ୍ବେଶ୍ୱରୀ ପାଲିରେ ଅପମିଶ୍ରିତ ଡିଜେଲ କାରଖାନା ପରେ ଧରା ପଡ଼ିଲା ସମ୍ପୃକ୍ତ ମାଲିକ ମନୋଜ ସାହୁଙ୍କ ଗ୍ୟାସ୍ କେଳେଙ୍କାରୀ। ଚାଲିଥିଲା କି ଖମ୍ବେଶ୍ୱରୀ ପାଲିରେ ବିହାରୀ ରାଜ। ଝାରଖଣ୍ଡର ମୂଳ ବାସିନ୍ଦା ମନୋଜ ସାହୁ ଦୀର୍ଘ ଦିନ ଧରି ଖମ୍ବେଶ୍ୱରୀ ପାଲିରେ ବେପାର ଜମାଇ ବସିଥିଲେ। ସ୍ଥାନୀୟ ଲୋକେ ଏବେ କୁହାକୁହି ହେଉଛନ୍ତି ଖମ୍ବେଶ୍ୱରୀ ପାଲିକେ ଖାଇଲା ବିହାରୀ। ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଏହି ଘଟଣାର ସରଜମିନ ତଦନ୍ତ କରିଥିଲେ। ଆଜି ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି। କାରଖାନା ନିକଟରେ ଥିବା ଏକ ଗ୍ୟାସ୍ ଗୋଦାମ ଗୃହକୁ ଯୋଗାଣ ବିଭାଗ ସିଲ୍ କରିଛି। ସିଏସ୍ଓ କେଦାରନାଥ ନାୟକଙ୍କ ନେତୃତ୍ୱରେ ଉକ୍ତ ଗୋଦାମ ଗୃହକୁ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ବ୍ୟାପକ ଅନିୟମିତତା ଯୋଗୁଁ ଉକ୍ତ ଗ୍ୟାସ୍ ଗୋଦାମ ସିଲ୍ କରାଯିବା ସହ ଅଧିକ ତଦନ୍ତ ଚାଲିଥିବା ମୁଖ୍ୟ ଯୋଗାଣ ଅଧିକାରୀ ନିରୋଧ ରଞ୍ଜନ କହିଛନ୍ତି। ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଆସନ୍ତାକାଲି ନକଲି କାରବାରର ମୁଖ୍ୟ ମାଫିଆଙ୍କ ବିରୁଦ୍ଧରେ ଲିଖିତ ରିପୋର୍ଟ ଦିଆଯିବ ବୋଲି ମଧ୍ୟ ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଦାସ କହିଛନ୍ତି। ପ୍ରକାଶ ଥାଉ କି ଗତ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଖମ୍ବେଶ୍ୱରୀ ପାଲି ସ୍ଥିତ ନକଲି ଡିଜେଲ କାରଖାନାରେ ଚଢ଼ଉ କରାଯାଇ ସେଠାରୁ 890 ଲିଟର ବେଆଇନ କିରୋସିନ ଏବଂ ନକଲି ଡିଜେଲ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ଜବତ କରାଯାଇଥିଲା। ଏଥିସହ 2ଟି ହାଇୱା ଓ ବିପୁଳ ପରିମାଣର ବାଲି ଜବତ ହୋଇଥିଲା। ଏହି କଳା କାରବାର ଘଟଣାରେ ସମ୍ପୃକ୍ତ ମାଫିଆ ଜଣେ ବଡ଼ ଧରଣର କଳା ବେପାରୀ ବୋଲି ଅଭିଯୋଗ ହେଉଛି। କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରି ସମ୍ପୃକ୍ତ ମାଫିଆକୁ ଗିରଫ କରିବାକୁ ଅଞ୍ଚଳରେ ଏବେ ପ୍ରବଳ ଦାବି ହେଉଛି। ବର୍ତ୍ତମାନ ଜଣାପଡ଼ୁଛି ସୋନପୁର ଥାନାରେ ମନୋଜ ସାହୁଙ୍କ ନାମରେ ମାମଲା ରୁଜୁ ହୋଇସାରିଛି। ଗ୍ୟାସ୍ ଗୋଦାମ ସିଲ୍ ହେଇଛି କ'ଣ ମାନେ କେବେ ଚଢ଼ଉ ହେଲା କେମିତି ଚଢ଼ଉ କଲେ କ'ଣ ଅଭିଯୋଗ? ନା ତାର ଚଢ଼ଉ ଆଜି ହେଲା ଗ୍ୟାସ୍ଟାର, କିନ୍ତୁ ତାର କିଛି ଡିସ୍କ୍ରିପସନ୍ ବାହାରିଲା ଯେଉଁଥିପାଇଁ କି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସିଲ୍ କରାଗଲା ଆଜି। ଆଗକୁ କ'ଣ ମାନେ ତାକୁ 3 ଦିନ ଟାଇମ୍ ଦିଆହେଇଛି। 3 ଦିନ ଭିତରେ ତାର କୈଫିୟତ ଦେବ। କୈଫିୟତ ଦେଲା ପରେ ତେଣିକି ନେକ୍ସଟ ଷ୍ଟେପ୍ଟା ଆମେ ନେବୁ। ତା ବିରୁଦ୍ଧରେ କ'ଣ ଆକ୍ସନ୍ ନିଆଯାଇପାରିବ ଆମେ ନେବୁ। ସାର୍ ନିୟମ କହୁଛି ପେଟ୍ରୋଲ ପମ୍ପ ଗୋଦାମ ଲାଗିକି ରହିବ ନା ଲାଗିକି ରହିବନି କୌଣସି ମତେ ଲାଗେ। ଏଇଠି ଦେଖିବ ଲାଗିକି ଅଛି ପାଚେରୀ, କେବଳ ପାଚେରୀଟା ଡିଫରେନ୍ସ ଯାହା। ପାଚେରୀ ସେପଟେ ପେଟ୍ରୋଲ ପମ୍ପ, ପାଚେରୀ ଏପଟେ ଗ୍ୟାସ୍ ଗୋଡାଉନ୍। କିନ୍ତୁ ଗ୍ୟାସ୍ ଗୋଡାଉନ୍ର ତାର ଯେଉଁ ପାରାଫର୍ନିଆ ଅଛି ତାକୁ IOCL ଦେଇଛି। ଏଟା ତାର ନୋଟିଫିକେସନ୍ IOCLକୁ ବି ଜଣାଇବାକୁ ପଡ଼ିବ ହେଲା। ସାର୍ ମାନେ ମୋ କହିବା ମାନେ ଅଞ୍ଚଳବାସୀ ବିପଦରେ ଅଛନ୍ତି କି ନାହିଁ? ହଁ, ଅଞ୍ଚଳବାସୀ ବିପଦରେ ଅଛନ୍ତି। ଯେଉଁଟା ପାଇଁ ବର୍ତ୍ତମାନ ସେଇଟା ତଦନ୍ତ ଚାଲିଛି। ତଦନ୍ତ ହେଇସାରିଲା ପରେ ମୁଁ ଆପଣଙ୍କୁ ଜଣାଇବି। ମୋ ନାଁ ଭାଇ କାଣା ହଉଛି ଗୋଦାମ ଗ୍ୟାସ୍ ଗୋଟା ମ୍ୟାନେଜର ଅଛି ଅଫିସ୍ में ଆଜି କାଣା ଚଢ଼ଉ କଲେ କାଣା ଏଇଟା ଆମର ଇଏ ମାନେ ଆସିଲେ ଆଉ ଚଢ଼ା କଲେ ତାଙ୍କର କିଛି ରିପୋର୍ଟ ତାଙ୍କର ଲାଗି ଅଡ଼ ଲାଗଲା, ସେଥିଲାଗି ସେ ସବୁ ଚେକ୍ ଫେକ୍ କରି ଷ୍ଟକ୍ ମାନେ ଆଜ୍ଞା ଲକ୍ କରିଛନ୍ତି, ବୋଧେ ସିଲ୍ କରିଦେଇଛନ୍ତି। ଏବେ ମାଲିକ କିଏ ଅଛନ୍ତି? ମାଲିକ ମନୋଜ କୁମାର ସାହୁ। ସେ କିଏ ଅଛନ୍ତି? ସେ କାଣା ଅଛନ୍ତି ଯେ ତ ଜଣା ନାଇଁ ପଡ଼େ। ତାଙ୍କର ଫୋନ୍ ବି ସୁଇଚ୍ ଅଫ୍ ହେଉଛି। କଣ୍ଟାକ୍ଟ କରବାର ଲାଗି ଚେଷ୍ଟା କଲେ ବି ତାଙ୍କର ନିଜ ସୁଇଚ୍ ଅଫ୍ ହେଉଛି ମୋବାଇଲ୍। ଆଉ ସୁବର୍ଣ୍ଣପୁରରୁ ରାଜକିଶୋର ତ୍ରିପାଠୀଙ୍କ ରିପୋର୍ଟ, କୋଶଳ ପ୍ରବାହ। ଘରକୁ ଆସନ୍ତି ଲକ୍ଷ୍ମୀ ଯଦି ବାଛନ୍ତି ଅସଲି ଲଙ୍ଗଳ ମାର୍କା ହିନ୍ଦୁସ୍ତାନ ସେଟ୍ସ। 1945 ମସିହାରୁ ଚାଷୀଙ୍କ ସେବାରେ ହିନ୍ଦୁସ୍ତାନ ସେଟ୍ସ, ଟିଟଲାଗଡ଼। महावीर हायर सेकेंडरी स्कूल पुणीतला बलांगीर 2014 आरंभ होईची। एठारे उभय आर्ट्स एंड साइंस रो व्यवस्था रही। एठारे बोथ बॉयज एंड गर्ल्स का हॉस्टल सुविधा रही। उक्त कॉलेज रे अभिज्ञ अध्यापक और अध्यापिका शिक्षादान करती। एठारे कोचिंग क्लास रो मध्य सुविधा रही। प्रतिदिन संध्या समय रे स्टडी हावर रखा जायछि। विशुद्ध एवं ठंडा पानी जल सुविधा रही। प्रतिमास मंथली एग्जाम अनुष्ठित होता है। यार रिजल्ट अभिभावक मानकु सूचित करा जाय। हॉस्टल रे दैनिक 4 बेला पुष्टिकर खाद्य प्रदान करा जाय। एक्स्ट्रा करिकुलर एक्टिविटीज मध्य अनुष्ठित हुए।
छात्र छात्री मानक नैतिक मूल्यबोधर वृद्धि निमित्त नैतिक शिक्षा प्रदान करा जाय। कंप्यूटर क्लास मध्य नियमित होता है। प्राकृतिक शांत परिवेश रे कॉलेजटी अवस्थित। प्रत्येक 3 मासरे अभिभावक मानकु नै छात्र छात्री मानक अध्ययनरत उन्नति निमंते बैठक रखा जाय थाए। आर्थिक अनग्रसर पिलांक पई कॉलेज तरफरु स्वतंत्र स्कॉलरशिप व्यवस्था करा जायछि। तेबे आउ डेरी काहेकि एडमिशन नेबा पई जोगाजोग करंतु 7537902647 9853608113